ଷଷ୍ଠ ଶ୍ରେଣୀ ସାହିତ୍ୟ ଓଡ଼ିଶାର ସଂସ୍କୃତି, ଯାହାର ଲେଖିକା ହେଲେ ଡକ୍ଟର ଚାରୁବାଳା ମହାନ୍ତି। ଆସ ଏହି ପାଠର ପ୍ରଶ୍ନ ଉତ୍ତର ଆଜି ଆଲୋଚନା କରିବା। 1 ନମ୍ବର ଅଛି ଉତ୍ତର କୁହ। କରେ ଅଛି ସଂସ୍କୃତି କହିଲେ ଆମେ କ'ଣ ବୁଝୁ? ତ ଏହାର ଉତ୍ତର ଲେଖିବ ଯେ ସଂସ୍କୃତି କହିଲେ ଆମେ ସାମାଜିକ ଜୀବନରେ ପରମ୍ପରା, ଆଦର୍ଶ ଓ ରୀତିନୀତିକୁ ବୁଝିଥାଉ। ଖ ନମ୍ବର ଦେଶ ଦେଶ ବା ଜାତି ଜାତି ମଧ୍ୟରେ ସଂସ୍କୃତିଗତ ପାର୍ଥକ୍ୟ କାହିଁକି ରହେ? ତ ବିଭିନ୍ନ ଜାତିର ଆଦର୍ଶ, ଚିନ୍ତାଧାରା, ଜ୍ଞାନ, ସୃଜନୀ ଶକ୍ତି ଓ ଆତ୍ମବିଶ୍ୱାସରେ ପାର୍ଥକ୍ୟ ଥିବାରୁ ଦେଶ ଦେଶ ବା ଜାତି ଜାତି ମଧ୍ୟରେ ସଂସ୍କୃତିଗତ ପାର୍ଥକ୍ୟ ରହେ। ଗ ନମ୍ବର ବିଭିନ୍ନ ପର୍ବପର୍ବାଣୀ ପାଳନ ଦ୍ୱାରା ଆମର କି ଉପକାର ହୁଏ? ତ ବିଭିନ୍ନ ପର୍ବପର୍ବାଣୀ ପାଳନ ଦ୍ୱାରା ସତ୍ୟ, ଦୟା, ନିଷ୍ଠା, ପବିତ୍ରତା ଆଦି ଗୁଣର ବିକାଶ ଘଟେ ଏବଂ ସମାଜରେ ପରସ୍ପର ମଧ୍ୟରେ ମିତ୍ରତା ବୃଦ୍ଧି ପାଏ। ଘ ନମ୍ବର ଓଡ଼ିଶାର ସାମାଜିକ ଓ ପାରିବାରିକ ଜୀବନ ମଧୁର କାହିଁକି? ତ ଏହାର ଉତ୍ତର ଲେଖିବ ଯେ ଓଡ଼ିଶାର ସାମାଜିକ ଓ ପାରିବାରିକ ଜୀବନ ମଧୁର କାରଣ ଓଡ଼ିଆ ପରିବାରରେ ସମସ୍ତେ ପରସ୍ପର ସ୍ନେହ, ପ୍ରୀତି ଓ ଆଦର ଯତ୍ନରେ ବନ୍ଧା। ଏମାନେ ପାରିବାରିକ ଉତ୍ସବରେ ଆନନ୍ଦ ଲାଭ କରନ୍ତି, ବିପଦ ଆପଦ ବେଳେ ପରସ୍ପରକୁ ସାହାଯ୍ୟ କରନ୍ତି। ଅ ନମ୍ବର ଓଡ଼ିଶାର ସଂସ୍କୃତି ବିଦେଶରେ କାହିଁକି ପରିଚିତ? ତ ଓଡ଼ିଶାର ସଂସ୍କୃତି ମହାନ। ଭାରତୀୟ ସଂସ୍କୃତିର ଅବିଚ୍ଛେଦ୍ୟ ଅଙ୍ଗ ରୂପେ ଏହା ନିଜର ସ୍ୱତନ୍ତ୍ର ଆଦର୍ଶ ଓ ପରମ୍ପରାକୁ ବଜାୟ ରଖିଛି। ଏହାର ଇତିହାସ, ଧର୍ମ, ଲୋକାଚାର, ସ୍ଥାପତ୍ୟ, ଭାସ୍କର୍ଯ୍ୟ, ବସ୍ତ୍ରଶିଳ୍ପ, ନୃତ୍ୟ, ସଙ୍ଗୀତ ଏବଂ ସାମାଜିକ ତଥା ପାରିବାରିକ ଜୀବନର ମହତ୍ତ୍ୱ ଦୃଷ୍ଟିରୁ ଏହା ବିଦେଶରେ ପରିଚିତ। 2 ନମ୍ବର ତଳ ଲିଖିତ ବାକ୍ୟ ଗୁଡ଼ିକରୁ ରେଖାଙ୍କିତ ଶବ୍ଦ ଗୁଡ଼ିକୁ ଉଠାଇ ଦେଇ ତା ସ୍ଥାନରେ ବନ୍ଧନୀ ମଧ୍ୟରୁ ଉପଯୁକ୍ତ ଶବ୍ଦ ବାଛି ଲେଖ। କରେ ଅଛି ମୁନି ଋଷିମାନେ ଏ ମାଟିରେ ଜନ୍ମଗ୍ରହଣ କରି ଏହାକୁ ପରିବର୍ଦ୍ଧନ କରିଛନ୍ତି। ତ ପରିବର୍ଦ୍ଧନ ଭୁଲ ଅଛି, ଏହାର ଉତ୍ତର ହେବ ସମୃଦ୍ଧ। ମୁନି ଋଷିମାନେ ଏ ମାଟିର ଜନ୍ମଗ୍ରହଣ କରି ଏହାକୁ ସମୃଦ୍ଧ କରିଛନ୍ତି ଲେଖିବ। ଖ ନମ୍ବର ଭାରତୀୟ ସଂସ୍କୃତିର ଆଧାର ହେଉଛି ଈଶ୍ୱର ବିଶ୍ୱାସ। ତ ଈଶ୍ୱର ବିଶ୍ୱାସ ଜାଗାରେ ଲେଖିବ ଆଧ୍ୟାତ୍ମିକତା। ଗ ନମ୍ବର ସେହିପରି ଦେଖ, ଓଡ଼ିଶାର ସଂସ୍କୃତି ମହାନ। ଭାରତୀୟ ସଂସ୍କୃତିର ଏପରି ଅଙ୍ଗ ଯାହାକୁ ଅଲଗା କରିହେବ ନାହିଁ। ତ ଏପରି ଅଙ୍ଗ ଯାହାକୁ ଅଲଗା କରିହେବ ନାହିଁ ଜାଗାରେ ଲେଖିବ ଅବିଚ୍ଛେଦ୍ୟ ଅଙ୍ଗ। ଘ ନମ୍ବର ଧର୍ମପଦର କାହାଣୀ ତ୍ୟାଗର ଏକ ଉଜ୍ଜ୍ୱଳ ଉଦାହରଣ। ତ ଉଦାହରଣ ଜାଗାରେ ଲେଖିବ ଉଜ୍ଜ୍ୱଳ ଦୃଷ୍ଟାନ୍ତ। ସେହିପରି ଅ ନମ୍ବର ଦେଖ, ବସ୍ତ୍ରଶିଳ୍ପରେ ଓଡ଼ିଶା ପ୍ରାଚୀନ କାଳରୁ ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଛି। ତ ବସ୍ତ୍ରଶିଳ୍ପରେ ଜାଗାରେ ଲେଖିବ ବୟନ ଶିଳ୍ପରେ। ଚ ନମ୍ବର ଦେଖ, ବିଦେଶରେ ମଧ୍ୟ ଓଡ଼ିଶାର ନୃତ୍ୟକଳା ଆଦର ଲାଭ କରିଛି। ତ ଆଦର ଲାଭ କରିଛି ଜାଗାରେ ଲେଖିବ ଆଦୃତ। 3 ନମ୍ବର ଗୋଟେ ଚକ୍ର ଦେଇଛି, ନିମ୍ନ ଚକ୍ରରେ ଥିବା ଶବ୍ଦ ଗୁଡ଼ିକ ମଧ୍ୟରୁ ଯେଉଁଗୁଡ଼ିକ ସଂସ୍କୃତିକୁ ସମୃଦ୍ଧ କରିଛି ତାକୁ ସଂସ୍କୃତି ସହ ଯୋଡ଼ି ଲେଖ। ତ ଲେଖିବ ସଂସ୍କୃତି ସହିତ ଶିକ୍ଷାକୁ ଯୋଡ଼ିବ, ସଂସ୍କୃତି ସହିତ ଧର୍ମକୁ ଯୋଡ଼ିବ, ସେପରି ସ୍ଥାପତ୍ୟକୁ ମଧ୍ୟ ଯୋଡ଼ିବ, ଚିତ୍ରକଳାକୁ ଯୋଡ଼ିବ, ସଙ୍ଗୀତକୁ ଯୋଡ଼ିବ, ସାହିତ୍ୟ, ଆଦର୍ଶ, ଭାସ୍କର୍ଯ୍ୟ, ଆଧ୍ୟାତ୍ମିକ ଏ ସମସ୍ତଙ୍କୁ ସଂସ୍କୃତି ସହିତ ଯୋଡ଼ିବ। 5 ନମ୍ବର ଓଡ଼ିଶାର ସ୍ଥାପତ୍ୟ ଓ ଭାସ୍କର୍ଯ୍ୟର ନମୁନା ଭାବରେ କିଛି ମନ୍ଦିରର ନାମ ଦିଆଯାଇଛି। ସେହିପରି ଅନ୍ୟ କେତୋଟି ମନ୍ଦିରର ନାମ ଲେଖ। ତ ଲେଖିବ ଜଗନ୍ନାଥ ମନ୍ଦିର, ଲିଙ୍ଗରାଜ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱର ରାଜାରାଣୀ ମନ୍ଦିର, ଖିଚିଙ୍ଗର କିଚକେଶ୍ୱରୀ ମନ୍ଦିର, ଏହିପରି ନାମ ସବୁ ଲେଖିବ। 6 ନମ୍ବର ଦେଖ, ଓଡ଼ିଶାର କାରୁଶିଳ୍ପ ମଧ୍ୟରୁ ସୁନା ରୂପାର ତାରକସି ଅନ୍ୟତମ। ସେହିପରି ଓଡ଼ିଶାର ଅନ୍ୟାନ୍ୟ କାରୁଶିଳ୍ପର ନାମ ଲେଖ। ତ ପିତ୍ତଳର ସୂକ୍ଷ୍ମ କାରୁକାର୍ଯ୍ୟ, ମୃଣ୍ମୟ ଶିଳ୍ପ, ଶିଙ୍ଗରୁ ତିଆରି ବିଭିନ୍ନ ପଦାର୍ଥ,
ଚାନ୍ଦୁଆ ଓ ପଟ୍ଟଚିତ୍ର ଏଇଟା ମଧ୍ୟ ହେଇପାରିବ। 7 ନମ୍ବର ଗୋଟେ ଅନୁଚ୍ଛେଦ ଦେଇଛି ଆଉ ନିମ୍ନରେ ଗୋଟେ ଅନୁଚ୍ଛେଦ ଦିଆଯାଇଛି, ତାକୁ ପଢ଼ି ପ୍ରଶ୍ନ ସବୁ ତିଆରି କର ଯାହାର ଉତ୍ତର ଏହି ଅନୁଚ୍ଛେଦରୁ ମିଳିବ। ତ ଅନୁଚ୍ଛେଦଟିକୁ ପଢ଼ିବ ଆଉ ପ୍ରଶ୍ନ ତିଆରି କରିବ। ଯେପରିକି ଆମେ କାହାକୁ ସଂସ୍କୃତି ବୋଲି କହିଥାଉ, ସେହିପରି ଆଉ ଗୋଟେ ପ୍ରଶ୍ନ ହେଇପାରିବ, ଜାତିର ସଂସ୍କୃତି ଉନ୍ନତ ବୋଲି କିପରି ଜଣାପଡ଼େ। ସେହିପରି ଗ ନମ୍ବର ଗୋଟେ ପ୍ରଶ୍ନ ହେଇପାରିବ, ଦେଶ ଦେଶ ବା ଜାତି ଜାତି ମଧ୍ୟରେ ସଂସ୍କୃତିଗତ ପାର୍ଥକ୍ୟ କାହିଁକି ରହିଛି। ସେହିପରି 4 ନମ୍ବର ପ୍ରଶ୍ନ ବା ଘ ନମ୍ବର ପ୍ରଶ୍ନ ଗୋଟେ ତିଆରି କରିବ, ଓଡ଼ିଶା ସମଗ୍ର ବିଶ୍ୱରେ କାହିଁକି ଖ୍ୟାତି ଲାଭ କରିଛି। ସେହିପରି 1 ନମ୍ବର ପ୍ରଶ୍ନ ଗୋଟେ ଲେଖିବ, ଉତ୍କଳର ସଂସ୍କୃତିକୁ କିଏ ସମୃଦ୍ଧ କରିଛି। 6 ନମ୍ବରରେ ଲେଖିବ, ଓଡ଼ିଶାର ସୀମା ଦିନେ କେଉଁଠାରୁ କେଉଁ ଯାଏଁ ବିସ୍ତୃତ ଥିଲା। 6 ନମ୍ବର ଲେଖିବ, କିଏ ଧର୍ମାଶୋକରେ ପରିଣତ ହୋଇଥିଲେ। 6 ନମ୍ବର ଲେଖିବ, ଧର୍ମପଦ କାହାଣୀ କେଉଁ ଘଟଣାର ଉଜ୍ଜ୍ୱଳ ଦୃଷ୍ଟାନ୍ତ। ଏହିପରି ଭାବରେ ବିଭିନ୍ନ ପ୍ରଶ୍ନ ତିଆରି କରିପାରିବ। 8 ନମ୍ବର ସରଳାର୍ଥ ଦେଇଛି, ସରଳ ଭାଷାରେ ବୁଝାଇ ଲେଖ। କରେ ଅଛି, ସମଗ୍ର ବିଶ୍ୱକୁ ଏହି ସଂସ୍କୃତି ଦେଇଛି ଶାନ୍ତି, ସମତା ଓ ଭ୍ରାତୃତ୍ୱର ଦିଗ୍ଦର୍ଶନ। ତ ସେଇଟା ଲେଖିବ ସମଗ୍ର ଦିଗ୍ଦର୍ଶନ। ତାପରେ ଲେଖିବ, ଉକ୍ତ ଗଦ୍ୟାଂଶଟି ଆମ ସାହିତ୍ୟ ବହିର ଓଡ଼ିଶାର ସଂସ୍କୃତି ବିଷୟରୁ ଆସିଛି। ବିଶ୍ୱର ସମଗ୍ର ମାନବ ସମାଜ ଉପରେ ଆମ ଓଡ଼ିଶାର ମହାନ ସଂସ୍କୃତିର ପ୍ରଭାବ କଥା ପ୍ରାବନ୍ଧିକ ଡକ୍ଟର ଚାରୁବାଳା ମହାନ୍ତି ଉକ୍ତ ପ୍ରସଙ୍ଗରେ ବର୍ଣ୍ଣନା କରିଛନ୍ତି। ତାପରେ ଲେଖିବ ଯେ ଓଡ଼ିଆ ଏକ ଶାନ୍ତିପ୍ରିୟ ଜାତି, ମାନବ ପ୍ରେମ ହେଉଛି ଆମ ସଂସ୍କୃତିର ମୂଳମନ୍ତ୍ର। ବ୍ୟକ୍ତିଗତ ସ୍ୱାର୍ଥର ବିନିମୟରେ ସମୂହର ମଙ୍ଗଳ କରିବା ଓଡ଼ିଆର ପରମ୍ପରା। ଧର୍ମପଦର ଆତ୍ମୋତ୍ସର୍ଗ ଏହାର ଏକ ଉଜ୍ଜ୍ୱଳ ଦୃଷ୍ଟାନ୍ତ। ଏହି ଓଡ଼ିଶା ଭୂଇଁ ଦିନେ ଲକ୍ଷ ପ୍ରାଣପାତ କରି ଚଣ୍ଡାଶୋକକୁ ଧର୍ମାଶୋକରେ ପରିଣତ କରିଥିଲା। ହିଂସା ଉପରେ ଅହିଂସାର, ଅସତ୍ୟ ଉପରେ ସତ୍ୟର ପ୍ରତିଷ୍ଠା କରାଇଥିଲା। ସମଗ୍ର ପୃଥିବୀରେ ଏହାର ତୁଳନା ନାହିଁ। ଆମ ଠାକୁର ଜଗନ୍ନାଥ କେବଳ ଆମର ନୁହନ୍ତି, ସାରା ଜଗତର ନାଥ। ସେଇଥିପାଇଁ ପୃଥିବୀର ବିଭିନ୍ନ ଧର୍ମ ସମ୍ପ୍ରଦାୟର ଲୋକେ ଜଗନ୍ନାଥଙ୍କୁ ଆପଣାର କରିଛନ୍ତି। ତାଙ୍କ ପାଖରେ ଜାତି, ଧର୍ମ, ସମ୍ପ୍ରଦାୟର ଭେଦଭାବ ନାହିଁ। ଶେଷରେ ଲେଖିବ, ପ୍ରସଙ୍ଗଟି ଶିକ୍ଷାମୂଳକ। ଖ ନମ୍ବର ଦେଖ, ନୃତ୍ୟ ମାଧ୍ୟମରେ ଓଡ଼ିଶାର ସଂସ୍କୃତି ସମଗ୍ର ବିଶ୍ୱରେ ପ୍ରତିଷ୍ଠା ଲାଭ କରିଛି। ତାକୁ ଲେଖିବ ନୃତ୍ୟ କରିଛି। ତାପରେ ଲେଖିବ, ଉକ୍ତ ଗଦ୍ୟାଂଶଟି ଆମ ସାହିତ୍ୟ ବହିର ଓଡ଼ିଶାର ସଂସ୍କୃତି ବିଷୟରୁ ଆନିତ। ଏଥିରେ ବିଶ୍ୱବିଖ୍ୟାତ ଓଡ଼ିଶୀ ନୃତ୍ୟର ଅସାଧାରଣ ଲୋକପ୍ରିୟତା ବିଷୟରେ ପ୍ରାବନ୍ଧିକ ଡକ୍ଟର ଚାରୁବାଳା ମହାନ୍ତି ଉଲ୍ଲେଖ କରିଛନ୍ତି। ଆମ ଓଡ଼ିଶୀ ନୃତ୍ୟ ଆଜି ସାରା ପୃଥିବୀରେ ଆଦୃତ ହୋଇଛି। ଦର୍ଶକମାନେ ଓଡ଼ିଶୀ ନୃତ୍ୟ ଦେଖି ମୁଗ୍ଧ ମୋହିତ ହେଲାବେଳେ ତହିଁରେ ପରିସ୍ଫୁଟ ହେଉଥିବା ଓଡ଼ିଆଙ୍କର ଚାଳିଚଳନ, ରୀତିନୀତି, ବେଶ ପୋଷାକ ଓ ଢଙ୍ଗରଙ୍ଗ ଆଦିର ବିଭିନ୍ନ ସୂଚନା ପାଇଥାନ୍ତି। ସେହିପରି ଓଡ଼ିଶାର ମନ୍ଦିରମାନଙ୍କ ଗାତ୍ରରୁ ଆମ ସଂସ୍କୃତିର ପରିଚୟ ମିଳିଥାଏ। ନୃତ୍ୟ ସଙ୍ଗୀତ ହେଉଛି କୌଣସି ଜାତିର ସଂସ୍କୃତିର ବାହକ। ତେଣୁ ଓଡ଼ିଶୀ ନୃତ୍ୟ ସାହାଯ୍ୟରେ ଓଡ଼ିଶାର ସମୃଦ୍ଧ ସଂସ୍କୃତି ସମ୍ପର୍କରେ ସମସ୍ତେ ଜାଣିପାରୁଛନ୍ତି। ଯେଉଁ ଓଡ଼ିଶାର ନୃତ୍ୟଗୀତ କଳା ଭାସ୍କର୍ଯ୍ୟ ଏତେ ଉନ୍ନତ, ତା'ର ସଂସ୍କୃତି ମଧ୍ୟ ସେହିପରି ରୁଦ୍ଧିମନ୍ତ ହେବା ସ୍ୱାଭାବିକ। ଶେଷରେ ଲେଖିବ, ପ୍ରସଙ୍ଗଟି ଯଥାର୍ଥ ଅଟେ। ଗ ନମ୍ବର ଦେଖ, ବାହ୍ୟ ଚକାଚକ୍ୟ ଅପେକ୍ଷା ଅନ୍ତରର ସଦ୍ଗୁଣରେ ମଣ୍ଡିତ ହେବାକୁ ଓଡ଼ିଆ ଶ୍ରେୟ ମନେ କରେ। ଏହାକୁ ଲେଖିବ, ବାହ୍ୟ କରେ। ଉକ୍ତ ଗଦ୍ୟାଂଶଟି ଆମ ସାହିତ୍ୟ ବହିର ଓଡ଼ିଶାର ସଂସ୍କୃତି ବିଷୟରୁ ନିଆଯାଇଛି। ଓଡ଼ିଆମାନଙ୍କର ଆଡ଼ମ୍ବରହୀନ ସରଳ ବେଶ ପୋଷାକ ଓ ଆଚରଣ କଥା ଏଥିରେ କୁହାଯାଇଛି। ତାପରେ ଲେଖିବ, ଓଡ଼ିଆମାନେ ଖୁବ୍ ସାଧାରଣ ସରଳ ଜୀବନଯାପନ କରନ୍ତି। ବେଶ ପୋଷାକ ବିଲକୁଲ ଆଡ଼ମ୍ବର ଶୂନ୍ୟ। କିନ୍ତୁ ବିପଦ ଆପଦରେ ଅନ୍ୟକୁ ସାହାଯ୍ୟ କଲାବେଳେ, ବନ୍ଧୁବାନ୍ଧବମାନଙ୍କୁ ଶଙ୍ଖୋଳିଲା ବେଳେ
କିମ୍ବା ପର୍ବପର୍ବାଣି ଅନ୍ୟାନ୍ୟ ଉତ୍ସବ ପାଳନ କରିବା ସମୟରେ ଆଡ଼ମ୍ବରରେ ସୀମା ନଥାଏ। ଓଡ଼ିଆଙ୍କର ସାମାଜିକ ଓ ପାରିବାରିକ ଜୀବନ ସେଥିପାଇଁ ଅତି ମଧୁର। ଅତିଥିଟିଏ ଘରକୁ ଆସିଲେ ଘରେ ଲୋକଙ୍କ ଗୋଡ଼ ତଳେ ଲାଗେ ନାହିଁ। ଓଡ଼ିଆ ପରିବାରର ସମସ୍ତେ ପରସ୍ପର ସ୍ନେହ, ପ୍ରୀତି, ଆଦର, ଯତ୍ନରେ ବନ୍ଧା। ବାହାରକୁ ଦେଖାଇ ହେବା ଭଳି କିଛି ନାହିଁ। ଓଡ଼ିଆମାନେ ଅନ୍ତରର ଶ୍ରଦ୍ଧାରେ ଅନ୍ୟକୁ କିଣି ନେଇଥାନ୍ତି, ଆପଣାର କରି ନିଅନ୍ତି। ଶେଷରେ ଲେଖିବ ପ୍ରସଙ୍ଗଟି ବିଶେଷ ଗ୍ରହଣୀୟ। 9 ନମ୍ବର, ଯେପରି ସମାଜରୁ ସାମାଜିକ ହୁଏ ସେହିପରି ତଳେ ଦିଆଯାଇଥିବା ଶବ୍ଦ ଗୁଡ଼ିକର ରୂପ କ'ଣ ହେବ ଲେଖ। ତ ଲେଖିବ ପରିବାରରୁ ପାରିବାରିକ ହେବ, ବ୍ୟବହାରରୁ ବ୍ୟବହାରିକ ହେବ, ଶରୀରରୁ ଶାରୀରିକ ହେବ, ସମୂହରୁ ସାମୂହିକ ହେବ, ସଂସ୍କୃତିରୁ ସାଂସ୍କୃତିକ ହେବ, ଧର୍ମରୁ ଧାର୍ମିକ ଆଉ ପରମ୍ପରାରୁ ପାରମ୍ପାରିକ ହେବ। 10 ନମ୍ବର, ନିମ୍ନରେ ଦିଆଯାଇଥିବା ଶବ୍ଦ ଗୁଡ଼ିକୁ ନେଇ ବାକ୍ୟ ଗଠନ କର। ତ ବିଭବ ଲେଖିବ ଓଡ଼ିଆ ଜାତି ଏକଦା ବିଭବଶାଳୀ ଥିଲା। ସମନ୍ୱୟ, ପୁରୀରେ ସବୁ ଧର୍ମର ସମନ୍ୱୟ ଦେଖିବାକୁ ମିଳେ। ସ୍ୱାକ୍ଷର, କୋଣାର୍କରେ କଳିଙ୍ଗ ଶିଳ୍ପୀର କଳାର ସ୍ୱାକ୍ଷର ଅଛି। ସମୃଦ୍ଧ, ଓଡ଼ିଶାର ସଂସ୍କୃତି ସମୃଦ୍ଧ ଅଟେ। ବିଦ୍ୟମାନ, ଜାତି ଜାତି ମଧ୍ୟରେ ସାଂସ୍କୃତିଗତ ପାର୍ଥକ୍ୟ ବିଦ୍ୟମାନ। ଏହିପରି ଭାବେ ସବୁ ପ୍ରଶ୍ନର ଉତ୍ତର ଲେଖିବ। ଧନ୍ୟବାଦ।